impersonal ଆଉ ସେଇ ସମୟରେ ତା କାରଣ ହଉଛି ଆଉ ସେମାନେ କହିଲେ ଯେ କବିତାକୁ ହିଁ ତା ପରେ ପରେ ଯୋଉମାନେ ଆସିଲେ ସେମାନେ କହିଲେ ଯେ କବିତା ପଢିଲା ସମୟରେ କବି କଥା ତମେ ଭାବନି କବିତା ଗୋଟେ ପଢିଲା ସମୟରେ ଆମେ କବିଙ୍କ କଥା କବିର ଜୀବନ ଜାଣିବା ଉଚିତ କି ଗୋଟେ ପ୍ରଶ୍ନ ଆସିଲା ଗୋଟେ କବିତାକୁ ବୁଝିବା ପାଇଁ କବିର ଜୀବନ ବିଷୟରେ କିଛି ଧାରଣା କରିବା ଉଚିତ କି ଇଲିୟଟ କହିଲେ ନା କବିତା ପଢ ଯଦି ଭଲ କବିତା ତାହେଲେ ସେ ଭଲ କବି ବୋଲିକି ଜଣେ ଭଲ କବିତା ଲେଖିବେ ସେଟା ନାହିଁ ଇଲିୟଟ ଜଣେ ଭଲ କବି କାରଣ ସେ ଭଲ କବିତା ଲେଖୁଥିଲେ ସେମିତି ନାହିଁ ଭଲ କବିତା ଲେଖୁଥିଲେ ଆଉ ସେଥିପାଇଁ ସେ ଜଣେ ଭଲ କବି ସବୁ କବି ୱାର୍ଡସୱାର୍ଥ ସବୁ କବିତା ଭଲ ନୁହେଁ କିଟ୍ସର ସବୁ କବିତା ଭଲ ନାହିଁ ଇଲିୟଟର ସବୁ କବିତା ଆପଣଙ୍କୁ ହୁଏତ ନ ଛୁଇଁପାରେ କିଛି କବିତା ବହୁତ ଭଲ ସେଥିପାଇଁ ମାନେ କବିର ଜୀବନ ଆମେ କେତେ ଜାଣିବାକୁ ଆମେ ଆଜିକାଲି ସିନା ସବୁ ଜିନିଷ ସବୁ ସୁବିଧା ହେଲାଣି ଆମେ କବି ବିଷୟରେ ବହୁତ କଥା ଆମେ ଜାଣିପାରିବା ଟେକ୍ନୋଲୋଜି ପ୍ରଭାବ ବେଶୀ ଆସିଲାଣି ମାନେ ଯେତେବେଳେ ପ୍ରିଣ୍ଟ ମିଡିଆ ଆସିଲା ସବୁ ଜିନିଷ ଲିପିବଦ୍ଧ ହେଇକି ରହୁଛି କବି ବିଷୟରେ ମଣିଷ ବିଷୟରେ ଆମେ କିନ୍ତୁ ଆମେ ସେକ୍ସପିୟରଙ୍କ ବିଷୟରେ କେତେ ଜାଣୁ ହୋମୱାର୍କ ବିଷୟରେ ଆମେ କେତେ ଜାଣୁ ହୋମୱାର୍କ ଅନ୍ଧ ଥିଲେ ବୋଲି କହୁଛନ୍ତି ଆଉ ସେ ଇଲିଆଡ ଓଡିଶୀ ଲେଖିଥିଲେ ଏବେ ମଧ୍ୟ ସମାଧାନ ହେଇପାରୁନି ମାନେ ସେଟା ଜଣେ ଲୋକ ଥିଲେ ନା ଆଉ କେତେ ଜଣ ଥିଲେ ସେକ୍ସପିୟରଙ୍କ ବିଷୟରେ ବିବାଦ ଲାଗି ରହିଛି ସେ ଗୋଟେ ଗ୍ରାମାର ସ୍କୁଲର ଛାତ୍ର ଥିଲେ ଆମେ ଜାଣୁଛୁ କାହିଁକି ଗ୍ରାମାର ସ୍କୁଲ ରେଜିଷ୍ଟରରେ ତାଙ୍କ ନାଁ ଥିଲା କିନ୍ତୁ କେତେ ଜଣ କହୁଛନ୍ତି ୱିଲିୟମ ସେକ୍ସପିୟର ନାଁରେ ଗୁଡାଏ ଲୋକ ଥିଲେ କବିର ଜୀବନ ଯୋଉଠି ଜୀବନ କଥା ଆସେ ଯେ ଜୀବନୀ ଜାଣିବା ଉଚିତ କବି ତାକୁ ବୁଝିବା ପାଇଁ ସେ ବିଷୟରେ ମଧ୍ୟ ଆମେ ଚର୍ଚ୍ଚା କରିପାରିବା ଇଲିୟଟ କହିଲେ ନା ଜୀବନୀ କବିତାକୁ ଦେଖ କବିତା ଯଦି ଭଲ ତାହେଲେ ଭଲ କବିତାରେ ଉପମା କେମିତି ଦିଆହେଇଛି ଚିତ୍ରକଳ୍ପ କେମିତି ବ୍ୟବହାର କରାହେଇଛି କବିତାର ଧାଡି କେମିତି ପ୍ରଥମ ଧାଡିରୁ ଦ୍ୱିତୀୟ ଧାଡିକୁ ଆସୁଛି ଦ୍ୱିତୀୟ ଧାଡିରୁ ତୃତୀୟ ଧାଡିକୁ ଆସୁଛି ଏସବୁ କଥା ଆପଣ କହିବେ ଭାଷା କେମିତି ଆଉ କବି କଥା ଭୁଲି ଯାଆନ୍ତୁ ନ୍ୟୁ କ୍ରିଟିସିଜମ ଯଦି କୁହାଯାଏ ଏଇଟାକୁ ନୂତନ ସମାଲୋଚନା ସେମାନେ କହିଲେ ସମାଲୋଚକ ମାନେ ସେମାନେ କବିତା ଉପରେ ଟେକ୍ସଟ ଉପରେ ବେଶୀ ଧାରଣା କବି ବିଷୟରେ ଟେକ୍ସଟ କବିତା କଣ୍ଟେକ୍ସଟ ନାହିଁ କିନ୍ତୁ ଗୋଟେ କବିକୁ ତାର ସାମାଜିକ ସ୍ଥିତିରୁ ଅଲଗା କରି ଚିନ୍ତା କରି ହେବ କି ଆମେ ଆମକୁ ଆମର ସାମାଜିକ ସ୍ଥିତି ପରିବେଶରୁ ଅଲଗା କରି ଆମେ ନିଜକୁ ଚିନ୍ତା କରିପାରିବା କି ଏଇଟା ଗୋଟେ ପ୍ରଶ୍ନ କାହିଁକି ନା କେତେ ଜଣ କହିବେ ହେଇପାରିବନି ଆମର ପରିବାର ଆମର ସାମାଜିକ ପରିବେଶ ଆମର ଦେଶ ଆମର ଗୋଟେ ମଣିଷର ପରିଚୟଟା ଗୋଟେ ଏକକ ପରିଚୟ ନୁହେଁ ବହୁବିଧ ପରିଚୟ ମଣିଷ ଆଉ ସେଥିପାଇଁ ଆପଣ କହିବେନି ଯେ କେବଳ କବିତାକୁ ଦେଖନ୍ତୁ ଆଉ କବିର ତାର ପରିବେଶ କଥା ଭୁଲି ଯାଆନ୍ତୁ ସାମାଜିକ ସ୍ଥିତି କଥା ଭୁଲି ଯାଆନ୍ତୁ ଯୋଉ ଉପରେ ଏବେ ଚର୍ଚ୍ଚା ବେଶୀ ଚାଲିଛି କିନ୍ତୁ ତାପରେ ଆସିଲେ ଯଦି ଆମେ ଗୋଟେ ଏ ବି ସି ଡି କରି କୁହାଯାଏ ୱାର୍ଡସୱାର୍ଥ ଯେତେବେଳେ ଆସୁଛନ୍ତି ଅଥର ବେଷ୍ଟ କବିର ପ୍ରାଧାନ୍ୟ ବେଶୀ ଥିଲା ଆମେ କବିଙ୍କ ଜୀବନ ବିଷୟରେ ବେଶୀ ଆଗ୍ରହୀ ଥିଲୁ କିଡ୍ସଙ୍କ ଜୀବନ ମାନେ ଭଲ ପାଉଥିଲେ ବାହା ହେଇ ପାରିଲେନି ଏନି ବ୍ରାଉନଙ୍କୁ ଯକ୍ଷ୍ମା ରୋଗରେ ପୀଡିତ ଥିଲେ ସମାଲୋଚକ ମାନେ ତାଙ୍କର ସମାଲୋଚକ ମାନଙ୍କର ସମାଲୋଚନାର ସରବ୍ୟ ହେଇଥିଲେ ସେ ମାନେ କାହିଁକି ନା ସେ ଗୋଟେ ତାଙ୍କ ବାପା ଗୋଟେ ଷ୍ଟେବଲ କିପର କିଡ୍ସର ବାପା ଗୋଟେ ଷ୍ଟେବଲ କିପର ଘୋଡା ଶାଳରେ କାମ କରୁଥିଲେ ତାଙ୍କୁ ଗ୍ରୀକ ଲାଟିନ ଜଣା ନଥିଲା ଆଉ ସେଥିପାଇଁ ସେଇ ସମୟର ରକ୍ଷଣଶୀଳ ସମାଲୋଚକ ମାନେ କିଡ୍ସକୁ ବହୁତ
ସମାଲୋଚନା କରିଛି ମାନେ ଅନେକ ସମୟରେ କିଛିଟା ପ୍ରବନ୍ଧ ବାହାରିଥିଲା ବେନାମୀ 6ଟା ପ୍ରବନ୍ଧ ଯୋଉଥିରେ କି ସେମାନେ କହିଥିଲେ ଯେ କିଡ୍ସ ଗୋଟେ କବି ହେବାର ଆସ୍ପର୍ଦ୍ଧା କେମିତି ରଖିଛନ୍ତି ଗୋଟେ ସାଧାରଣ ନିମ୍ନ ବର୍ଗରୁ ଆସି ଗୋଟେ କବି ହେବାର ଗୋଟେ ଆସ୍ପର୍ଦ୍ଧା ସେ ସ୍କଲାର ନୁହନ୍ତି ପୁଣି କହିଲେ ଯେ ବାପା ଷ୍ଟେବଲ କିପର ସେ କେମିତି ହେଇପାରିବେ ଗ୍ରୀକ ଲାଟିନ ନ ଜାଣିକିରି କେମିତି କବି ହେଇପାରିବେ ଏଇ ବ୍ୟବସ୍ଥା ଥିଲା ସେ ସମୟ କିନ୍ତୁ ଇଲିୟଟ ପରେ ପରେ ଯେତେବେଳେ କହିଲେ ନା ନୂତନ ସମାଲୋଚକ ମାନେ କେବଳ ଟେକ୍ସଟ କିନ୍ତୁ ତା ଏଇଟା କିଛି ବର୍ଷ ରହିଲା ପରେ ପୁଣି ବଦଳିଗଲା ଯେତେବେଳେ ଆସିଲେ ମାନେ ବୁକ୍ ଏ ବି ସି କହିବେ ମାନେ ପ୍ରଥମେ ଅଥର ବେସ୍ଡ ତାପରେ ବୁକ୍ ବେକ୍ସ ବା ଟେକ୍ସଟ ବେକ୍ସ କବିତା ସର୍ବସ୍ୱ କବି ସର୍ବସ୍ୱ କବିତା ସର୍ବସ୍ୱ ଏବେ ଆସିଲେ ପାଠକ ସି କ୍ରିଟିକ ପାଠକ ଯେ କବିତା ପାଠ କରୁଛି ଇଜ an innocent reader ଆମେ ଯେତେବେଳେ କବିତା ପଢୁଛୁ ଯେକୌଣସି କବିତା ଆମେ କଣ ଅତି ଗୋଟେ ନିରୀହ ପାଠକ କି ଗୋଟେ କବି ଗୋଟେ ବ୍ୟକ୍ତି ସତ୍ତା ନେଇକରି ମୁଁ ଯେତେବେଳେ ଗୋଟେ କବିତା ପଢୁଛି କୋଉ କାଳଖଣ୍ଡରେ ମୁଁ କବିତା ପଢୁଛି ସେ କବିତା ମତେ କେମିତି ଛୁଇଁଛି ଆଗ କେମିତି ଛୁଇଁଥିଲା ଷଷ୍ଠଦଶ ଶତାବ୍ଦୀରେ କବି ସେକ୍ସପିୟର ବଞ୍ଚିଥିଲା ସମୟରେ ତାଙ୍କ କବିତା ତାଙ୍କ ନାଟକ ସବୁ କେମିତି ଚର୍ଚ୍ଚିତ ହଉଥିଲା ଆଉ ଏବେ ସେଟା କେମିତି ଚର୍ଚ୍ଚିତ ହଉଛି ତାଙ୍କ ସନେଟ୍ସ ଯାହା ଲେଖିଛନ୍ତି ତାଙ୍କ ନାଟକ ମାନଙ୍କରେ ଯୋଉ ସବୁ କବିତା ସବୁ ଅଛି ସେ ସବୁ ଆମେ କେମିତି ଚର୍ଚ୍ଚା କରୁଛୁ ତାଙ୍କ ଚରିତ୍ର ମାନଙ୍କୁ ଆମେ କେମିତି ଦେଖୁଛୁ ସାଇଲ ଗୋଟେ ଝିଅ ମାନେ ତାକୁ ଘୃଣ୍ୟ ଚରିତ୍ର ମାର୍ଚେଣ୍ଟ ଅଫ ଭେନିସ ଗୋଟେ ଯୋଉ ନାଟକ ଲେଖିଲେ ସେଠିରେ ସେ ସମୟରେ ସାଇଲ ଗୋଟେ ଝିଅ ହିସାବରେ ଗୋଟେ ଘୃଣ୍ୟ ଚରିତ୍ର ଥିଲା କିନ୍ତୁ ବିଂଶ ଶତାବ୍ଦୀ ଆସିଲା ବେଳକୁ ଯେତେବେଳେ ମାନେ ୟୁଦି ମାନେ ଲକ୍ଷ ଲକ୍ଷ ସଂଖ୍ୟାରେ ମୃତ୍ୟୁବରଣ କଲେ ହିଟଲରଙ୍କ ଦ୍ଵାରା ହଲୋକଷ୍ଟ ଆସିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସମୟରେ ସେ ଗୋଟେ ବହୁତ ମାନେ ସେ ଚରିତ୍ରର ଗୋଟେ ଯେମିତି ବିବର୍ତ୍ତନ ଘଟିଲା ଆମେ ତାପରେ ଗୋଟେ ଘୃଣ୍ୟ ଚରିତ୍ର ହେଇକି ରହିଲାନି ସମସ୍ତଙ୍କର ଦୟା ଭାବ ଆସିଲା କରୁଣା ଭାବ ଆସିଲା ସମସ୍ତେ ସେ ଚରିତ୍ରକୁ ଭଲ ପାଇଲେ ସେମାନେ କହିଲେ ନା ସେ ଗୋଟେ ନିନ୍ଦିତ ଚରିତ୍ର ସେମିତି ହେବା ଉଚିତ ନୁହେଁ ଆମେ ଗୋଟେ ନୂଆ ଆଖିରେ ଯେମିତି ସେମାନେ ଦେଖିଲେ ହ୍ୟାମଲେଟ ଯୋଉ ସମସ୍ୟା ହ୍ୟାମଲେଟର ସେଟା କଣ ଆମର ସମସ୍ୟା ନୁହେଁ ହ୍ୟାମଲେଟ ସ୍କଲାର ସେ ୱିଟେନବର୍ଗକୁ ପାଠ ପଢିବାକୁ ଯାଇଛି ୟୁନିଭର୍ସିଟିରୁ ପାଠ ପଢି ଆସିଲା ବେଳକୁ ଦେଖିଲା ଯେ ବାପା ମରି ଯାଇଛନ୍ତି ବାପାଙ୍କୁ ମାରି ଦେଇଛନ୍ତି ନିଜର କାକା ଆଉ କାକା ମାରି ଦେଇକିରି ବାପାଙ୍କୁ ତାଙ୍କ ମାଙ୍କୁ ବାହା ହେଇଛନ୍ତି ଆଉ ବାପାଙ୍କର ଯୋଉ ଆତ୍ମା ତାଙ୍କୁ କହୁଛି ତୁ ପ୍ରତିଶୋଧ ନେ ହ୍ୟାମଲେଟର ସମସ୍ୟା ରହୁଛି ସେ କହିଲେ ମୁଁ ପ୍ରତିଶୋଧ ନେବି ସେ କହିଲା ଯେ ମୋର ଆଉ ମୋ କାକା ଭିତରେ ବିଭେଦ କଣ ରହିବ ମୋ ମଧ୍ୟଯୁଗୀୟ ଚିନ୍ତା ନେଇକିରି ମୋର କାକା ଯେ କି ତମେ କ୍ଲଡିୟସ ସେ ଅଛନ୍ତି ମଧ୍ୟଯୁଗୀୟ ଚିନ୍ତାଧାରା ଯୋଉଠିକି ଏଇ ଯୋଉ କନସ୍ପିରେସି ରହିବ କୂଟନୀତି ରହିବ ଏସବୁ ମୁଁ କରିପାରିବିନି ମୁଁ ଗୋଟେ ସ୍କଲାର ମୁଁ ମାରିପାରିବିନି ସେ ଗୋଟେ ଅକେଜନ ଆସିଥିଲା ମାରିବା ପାଇଁ ଯେତେବେଳେ କ୍ଲଡିୟସ ତାଙ୍କର ଅଙ୍କଲ ଗୋଟେ ପ୍ରାର୍ଥନା କରୁଛନ୍ତି ମାରି ଦେଇଥାନ୍ତେ ସେ କହିଲେ ହ୍ୟାମଲେଟ କିନ୍ତୁ କହିଲେ ନା ମୁଁ ମାରିପାରିବିନି ମୋ ଆଉ ତା ଭିତରେ ବିଭେଦ କଣ ହେଲା ଆଇ ଏମ୍ ଏ ୱିଟେନବର୍ଗ ସ୍କଲାର ଟୁ ବି or not to be that's the question ମାନେ ଆମେ ନିଜକୁ ଭାଗ୍ୟ ଦାସ ହିସାବରେ ନିଜକୁ ଗ୍ରହଣ କରିନେବା ନା ଭାଗ୍ୟ ବିରୁଦ୍ଧରେ ନିଜ ସ୍ୱର ଉତ୍ତୋଳନ କରିବା ଏଇଟା ହ୍ୟାମଲେଟର ସମସ୍ୟା ଆଉ ଏଇ ଷଷ୍ଠାଦଶ ଶତାବ୍ଦୀରେ ଲିଖିତ ଏଇ ନାଟକରେ ଏଇ ଯୋଉ ମାନେ ବୀଜ ବାକ୍ୟ କୁହାଯିବ to be or not to be that's the question whether it is nobler in mind to suffer the slings and arrows of outrageous fortune or take arms against it এটা আমার সমস্যা
ଆମ ଆଧୁନିକ ମଣିଷ ଏକବିଂଶ ଶତାବ୍ଦୀରେ ଏଇ ସମସ୍ୟା ସବୁବେଳେ ଆସେ। ଭାଗ୍ୟକୁ ନିନ୍ଦିକିରି ଆମେ ରହିବା ନା ଭାଗ୍ୟ ବିରୁଦ୍ଧରେ ସଂଗ୍ରାମ କରିବା, ପରିସ୍ଥିତି ବିରୁଦ୍ଧରେ ସଂଗ୍ରାମ କରିବା। ଭାଗ୍ୟ ଗୋଟେ ଅଦୃଶ୍ୟ ଶକ୍ତି ହେଇପାରେ, କିନ୍ତୁ ଆମକୁ ଘେରି ରହିଥିବା ଯୋଉ ଶକ୍ତି, ଅଦୃଶ୍ୟ ଶକ୍ତି, ସେଟା ସମାଜରେ ଅଛନ୍ତି, ବ୍ୟକ୍ତି ଭାବରେ ଅଛନ୍ତି, ପରିବେଶ ଭାବରେ ଅଛନ୍ତି। ସେଇ ହିସାବରେ ଆମେ କେମିତି ବଞ୍ଚିବା? ଗୋଟେ ଆଧୁନିକ ମଣିଷ ଯୁଗ ଯନ୍ତ୍ରଣାକୁ ମାନେ ପରିପ୍ରକାଶ କରିବା ପାଇଁ ହେମଲେଟ ଭଳିଆ ଗୋଟେ ନାଟକ ମାନେ ଆମ ଆଖିରେ ଆଗେ ଆସେ। ଆଉ ଗୋଟେ ବିଂଶ ଶତାବ୍ଦୀର ଗୋଟେ ପ୍ରସିଦ୍ଧ ପୋଲାଣ୍ଡର ଗୋଟେ ପ୍ରସିଦ୍ଧ ସମାଲୋଚକ ଜାନ୍ କଟ୍, JANKOTT, ସେ ବହି ଲେଖିଥିଲେ ସେକ୍ସପିୟର ଆୱାର କଣ୍ଟେମ୍ପୋରାରୀ। ସେ କହିଲେ